ଏବେ ରଜ ପାଖେଇ ଆସିଲାଣି। ସମସ୍ତିଙ୍କ ଘରେ ପୋଡ଼ପିଠା ତ ନିଶ୍ଚିନ୍ତ ହେବ। ତ ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି କ୍ଷୀର ପୋଡ଼ପିଠା। ଏଇ ରେସିପିଟି ନିଶ୍ଚିନ୍ତ ଟ୍ରାଏ କରିବେ, ବହୁତ ବଢ଼ିଆ ଆଉ ବହୁତ ଟେଷ୍ଟି, ସ୍ପଞ୍ଜି ବି ହେଇଥିଲା। ପୁରା ପାଟିରେ ମିଳିଲା ପରି ଲାଗିବ ଆଉ ପୁରା ଛେନା ପୋଡ଼ ଟାଇପ୍ର ଟେଷ୍ଟ। ମୁଁ ଆଶା କରୁଛି ମୋ ରେସିପିଟି ଆପଣଙ୍କୁ ଭଲ ଲାଗିବ। ତ ନିଶ୍ଚିନ୍ତ ଭିଡ଼ିଓଟିକି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଗୁନୁସ୍ ଓଡ଼ିଆ କିଚେନ୍କୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ, ମୁଁ ଏଠି ପୋଡ଼ପିଠା ବନାଇବା ପାଇଁ ଅରୁଆ ଚାଉଳ ନେଇଛି। ଆପଣ ଯଦି ଚାହିଁବେ ଏଠି ବାସୁମତୀ ଅରୁଆ ଚାଉଳ ବି ନେଇପାରିବେ। ତ ମୁଁ ଏଠି ନର୍ମାଲ୍ ଘରେ ଥିବା ଅରୁଆ ଚାଉଳ ନେଇଛି। ତ ତାକୁ 4ରୁ 5 ଘଣ୍ଟା ଆଗରୁ ବତୁରେଇକି ରଖିଦେଇଥିଲି। ତ ଦେଖନ୍ତୁ ଚାଉଳଟା ଭଲ ଭାବରେ ଫୁଲି ଆସିଛି। ତ ଆକୁ ଏବେ ପାଣି ସବୁ ନିଗାଡ଼ି ନେବା। ଏଇ ଚାଉଳକୁ ମୁଁ ଏମିତି ଗୋଟେ ଗିନା ବା ହଉ, ଗ୍ଲାସ୍ ହଉ ବା କପ୍ ହଉ, ଯେଉଁଥିରେ ଏମିତି ଗୋଟେ ମେଜରମେଣ୍ଟ କରିନେବେ। ମେଜରମେଣ୍ଟ କରିକି ନେଲେ କ'ଣ ଆପଣମାନଙ୍କର ସଠିକ୍ ପରିମାଣରେ ପୋଡ଼ପିଠାଟା ହେବ ଆଉ ବହୁତ ଟେଷ୍ଟି ଲାଗିବ। କମ୍ ବେଶୀ ହେବନି, ବଢ଼ିଆ ଭାବରେ ହେବ। ଏବେ ଗୋଟେ ମିକ୍ସିଂ ଜାର୍ ନେଇଯିବା। ଏଥିରେ ଯେଉଁ ଚାଉଳକୁ ମୁଁ ଧୋଇକି ରଖିଥିଲି, ବତୁରେଇକିରି ଧୋଇକି ଦେଇଛି ଆକୁ 2-3 ଥର, ତାକୁ ଏଇଥିରେ ଦେଇଦେବି। ଏଥିରେ ଗୋଟେ ଫାଳେ ନଡ଼ିଆକୁ ମୁଁ ଏମିତି କୋରିକି ନେଇଛି, ତାକୁ ସବୁ ଏଥିରେ ଦେଇଦେବି। ନଡ଼ିଆ ଦେଲେ ଆର ଟେଷ୍ଟ ଭଲ ଆସିବ। ତ ସେଇ ଗିନାରେ ମୁଁ ମାପିକି ଅଳ୍ପ କ୍ଷୀର ଦେଇଦେଇଛି, ଅଧ ଗିନେ ଖଣ୍ଡେ କ୍ଷୀର ଦେଇଦେଇଛି। ଆଉ 2-4ଟା ଗୋଲମରିଚ ଦେଇଛି ଭଲ ଫ୍ଲେଭର୍ ପାଇଁ। ଆଉ 2ଟା ଗୁଜୁରାତିକୁ ଏମିତି ଚୋପା ଛଡ଼େଇକି ଆର ମଞ୍ଜି ଗୁଡ଼ାକ ଦେଇଦେଇଛି। ତ ଦେଖନ୍ତୁ ଆକୁ ସବୁ ଦେଇଦେବି। ଦେଇସାରିଲା ପରେ ଅଧ ଛୋଟ ଚାମଚ ମୁଁ ଏଠି ପାନ ମଧୁରୀ ଆଡ଼୍ କରିଛି, ଭଲ ବାସ୍ନା ହେବ ଆଉ ଫ୍ଲେଭର୍ ଆସିବ। ଲିଡ୍ଟିକୁ ବନ୍ଦ କରିଦେବା। ଆକୁ ମିକ୍ସିଂ ବହୁତ ବଢ଼ିଆ ଫାଇନ୍ ପେଷ୍ଟ ବନେଇ ଆଣିବା। ତ ଦେଖନ୍ତୁ ଏମିତି ପୁରା ଫାଇନ୍ ପେଷ୍ଟ ବନେଇ ଦେବେ। ଯେମିତି ଏମିତି ଗୋଟେ ଇଏ କରିବେ, ବହୁତ ପତଳା କରିବେନି। ପତଳା କଲେ ଜମା ବି ଚାଉଳ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ ହେବନି। ତ ଦେଖନ୍ତୁ ଅଳ୍ପ ଟିକେ କ୍ଷୀର ହଉ ବା ପାଣି ହଉ ଦେଇକି ଗ୍ରାଇଣ୍ଡିଙ୍ଗ କରିବେ। ଏବେ ଆମେ ଯେଉଁଥିରେ ପୋଡ଼ପିଠା ବନେଇବା ସେଇ ଗୋଟେ କରେଇ ନେଇଛି। ଆପଣ ଚାହିଁଲେ ଫ୍ରାଏ ପ୍ୟାନ୍ ହଉ ବା ପ୍ରେସର କୁକର ହଉ, ଯେଉଁ ବି ନେଇପାରିବେ। ଆକୁ ଅଳ୍ପ ଟିକେ 1 ଚାମଚ ତେଲ ଦେଇକି ଆକୁ ଭଲ ଭାବରେ ବ୍ରସ୍ ସାହାଯ୍ୟରେ ହଉ ବା ହାତ ସାହାଯ୍ୟରେ ହଉ ଭଲ ଭାବରେ ଗ୍ରୀସ୍ କରିନେବେ। ଯେମିତି ପିଠାଟା ଆମର ଛାଡ଼ିଯିବ ବହୁତ ସହଜରେ, କରେଇଟାରୁ ଲାଗିବନି। ଦେଖନ୍ତୁ ଆକୁ ଭଲ ଭାବରେ କରିସାରିଲା ପରେ ମୁଁ ଏଠି କଦଳୀ ପତ୍ର ଦେଇଦେବି। ଆପଣ ଯଦି ଚାହିଁବେ ୟାକୁ ବଟର ପେପର ବି ଦେଇପାରିବେ। ତ କଦଳୀ ପତ୍ର ଦେଲେ କ'ଣ ହେବ ନା, ଆର ବଢ଼ିଆ ବାସ୍ନା ଆସିବ ଆଉ ଟେଷ୍ଟ ଲାଗିବ। କଦଳୀ ପତ୍ର ଫ୍ଲେଭରରେ ପିଠାଟା ବହୁତ ବଢ଼ିଆ ଲାଗିବ। ତ ଏଠି ମୁଁ ଅଳ୍ପ ଟିକେ ଘିଅ ନେଇକି କଦଳୀ ପତ୍ର ଉପରେ ଭଲ ଭାବରେ ଗ୍ରୀସ୍ କରିନେବି, ଯାହାଫଳରେ ପିଠାଟା ଭଲ ଭାବରେ ଉଠିଯିବ ଆଉ ତଳୁ ବେଶୀ ପଡ଼ିବନି। ଏଠି ଗୋଟେ ମୁଁ କରେଇ ନେଇଯାଇଛି ଯନ୍ତଣୀ ପାଇଁ। ଏଠି ମୁଁ ଅଧ ଛୋଟ ଚାମଚ ଘିଅ ଦେଇଦେଇଛି। ଏଠି ଫାଳେ ନଡ଼ିଆକୁ ଏମିତି ମୁଁ ଛୋଟ ଛୋଟ କରି ପିସ୍ କରି କାଟି ନେଇଛି। ଆକୁ ଭଲ ଭାବରେ ଭାଜିଦେବି, ଯେମିତି ନଡ଼ିଆର କଞ୍ଚା ଫ୍ଲେଭରଟା ପଳେଇବ ଆଉ ବଢ଼ିଆ ଭାବରେ ବାସ୍ନା ଆସିବ। ମୁଁ ଏଠି 5ରୁ 10ଟି କାଜୁକୁ ଏମିତି ଛୋଟ ଛୋଟ କାଟିକି ନେଇଯାଇଛି। ଆକୁ ବି ସବୁ ପକେଇକି ଏଥିରେ ଭାଜିଦେବି, ଯାହାଫଳରେ କି କାଜୁର ବି ବଢ଼ିଆ ଫ୍ଲେଭର ଆସିବ। ତ ଦେଖନ୍ତୁ ମୁଁ ଏଠି ଭଲ ଭାବରେ କଲର୍ ପୁରା ଚେଞ୍ଜ ହେଇଗଲାଣି। ତ ଯେଉଁ ଗିନାରେ ମୁଁ ମାପିକି ଚାଉଳ ନେଇଥିଲି ସେଇ ଗିନାରେ ମାପିକି ମୁଁ ଏଠି 4 ଗିନା କ୍ଷୀର ଦେଇଛି। ଆପଣ ଯଦି ଚାହିଁବେ 2 ଗିନା କ୍ଷୀର 2 ଗିନା ପାଣି ବି ୟୁଜ୍ କରିପାରିବେ। ଆକୁ ମୁଁ ଏଠି ଦେଇସାରିଲା ପରେ ଅଧ ଛୋଟ ଚାମଚ ପୁଣି ଆଉ ଟିକେ ଘିଅ ଦେଲି, ବଢ଼ିଆ ବାସ୍ନା ଆସିବ। ଆଉ ଅଧ ଛୋଟ ଚାମଚ ଦେଇଛି ଲୁଣ, ଯାହାଫଳରେ ଭଲ ଫ୍ଲେଭର ଆସିବ, ମିଠା ବାଲାନ୍ସ ହେଇଯିବ। ତ ମୁଁ ଏଠି ଗୋଟେ ତେଜପତ୍ରକୁ ଏଠି ଛୋଟ ଛୋଟ କି ଖଣ୍ଡ କରିକି ଦେଇଦେଇଛି। ଆମେ ବି ଚିନି ଦେଇଦେବା। ତ ଯେତିକି ଚାଉଳ ନେଇଥିଲି ମୁଁ ସେତିକି ଚିନି ନେଇଛି। ଆପଣ କମ୍ ଅଧିକ କରିପାରିବେ, ମିଠା ଆପଣଙ୍କ ହିସାବରେ ପକାଇବେ। ତ ଦେଖନ୍ତୁ ଆକୁ ସବୁ ଚିନି ତକ ଏଠି ମୁଁ ଦେଇକି ଆକୁ ଟିକେ ଭଲ ଭାବରେ ମିଶାଇ ଦେବି। ଦେଖନ୍ତୁ ଏ ଭଲ ଭାବରେ ଫୁଟି ଆସିଲାଣି। ଏବେ ମୁଁ ଦେଖୁଛି ଚିନିଟା ବହୁତ ବଢ଼ିଆ ଭାବରେ ମେଲ୍ଟ ହେଇଯାଇଛି। ତ ଏବେ ଆମେ ଯେଉଁ ବାଟିକି ରଖିଥିଲେ ଚାଉଳ ବଟା, ଆମେ ଏଥିରେ ଦେଇଦେବା। ଅଳ୍ପ ଅଳ୍ପ ଦେଇକି ଗୋଟେ ହାତରେ ଦେବେ, ଗୋଟେ ହାତରେ ମିଶାଇବେ, ଯେମିତି କିଛି ବିଣ୍ଡା ନ ହେବ। ଏମିତି ଦେଲେ କ'ଣ ହେବ, ଦେଖନ୍ତୁ ଚାଉଳଟା କେତେ ପୁରା ଥିକ୍ ହେଇଗଲାଣି। ଆକୁ ବଢ଼ିଆ ଭାବରେ ଏମିତି ମିଶାଇ ନେବେ ଯେଉଁ ପର୍ଯ୍ୟନ୍ତ ଟିକେ ମୋଟା ଆସିନି କି ବା ବହଳିଆ ହେଇଯାଏନି, ଏମିତି କନସିଷ୍ଟେନ୍ସିଟା ରହିବା ଦରକାର ଅଛି। ତ ବନ୍ଧୁ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିଦେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ କରିବାକୁ ଜମା ବି ଭୁଲିବେନି। ଦେଖନ୍ତୁ ଏଠି ମୋର ଇଏ ହେଇଗଲାଣି, ଏମିତି କନସିଷ୍ଟେନ୍ସି ରହିବା ଦରକାର ଅଛି। ଏବେ ଯେଉଁ କରେଇଟାକୁ ଗ୍ରୀସ୍ କରିକି ରଖିଥିଲେ ତାକୁ ଆମେ ଏବେ ଗରମ ଗରମ ଦେବେ, ଥଣ୍ଡା କରିବା ପାଇଁ ଦେବେନି। ଥଣ୍ଡା ହେଲେ ବିଣ୍ଡା ବିଣ୍ଡା ହେଇଯିବ, ବସିଯିବ, ଜମା ବି ଭଲ ସେଟ୍ ହେବନି। ତ ଦେଖନ୍ତୁ ମୁଁ ଏଠି ସବୁ ଗୁଡ଼ାକ ଦେଇଦେଇଛି। ଏଠି ଆକୁ ଯେତକ ବି ଏଥିରେ ଲୁହା ଖଡ଼ିକା ଲାଗିଛି ଆକୁ ବି ସବୁ ପୋଛିକି ଦେଇଦେବି। ହାତରେ ଏମିତି ଅଳ୍ପ ଟିକେ ଘିଅ ହଉ ବା ତେଲ ହଉ କି ପାଣି ହାତ ହୋଇକି ଆକୁ ସବୁ ଦେଇଦେବେ, ଯେମିତି ଚାଉଳ ଚୁନାଟା ଆପଣଙ୍କ ହାତରେ ଲାଗିବନି ଆଉ ବହୁତ ବଢ଼ିଆ ଭାବରେ ସେଟ୍ ହେଇଯିବ। ଆକୁ ଭଲ ଭାବରେ ସେଟ୍ କରିଦେବା। ଦେଖନ୍ତୁ ବଢ଼ିଆ ଭାବରେ ସେଟ୍ କରିଦେବି।
तबे एबे गोटे आउ गोटे पत्र नेबी पत्र को भल भाव धोईकी नहीं ताथे टिके अल्प टिके घीओ लगे देकरी पिठा को सेट करके रखीचे ता ऊपर आम यहाँ को देदबा कहीं जहाँ स्टीम हम ता पिठा उपर पड़बनी पिठा जमा कादुआ हेनी स्टीम गुड़ा बाहरी जीव तो देखो एमती पत्रगुड़ा सब फोल्ड करदे भल भाव में फोल्ड हो गला कौन हम स्टीम गुड़ा जमा भितर जीवनी आपको भल भाव में चापिकी देदेवे एबे गैस ऑन करदे 5 मिनिट आपको बसईदे हाई फ्लेम रे तापर आपको लो फ्लेम करेंगे एबे गोटे देखो मोटे भारी जिनस गोटे दे हेमदस्तार पछपटा भारी जिनसटा देदेछि जहाँफल स्टीम गुड़ा बाहर को आसबनी भल भाव में पिठाटी सीझीज एठी मु 25 मिनिट पर काढ़ी देखी तो देखूँ पिठाटा एमती लगुच जदि एमती लगे आप जमा भी टेंशन हेबेनी ये एमती लगे पिठाटा पूरा ठंडा हो सारा पर देखिए पूरा बढ़िया भाव में होठी मु आउ 10 मिनिट पर्यंत कर टोटाल मुझे 40 मिनिट पाखापाखि कुक होती ये एमती लगे साइड खाली चेक करेंगे जमती कि ये साइडटा भल भाव में हो जाइए देखो ए अल्प ठंडा हो आप देखा एबे गोटे टावा नहीं जाए आम ए फ्रंट साइडटा को भी पोड़ा तो एमती करके यटा को आग पट को करनेबी तो पछपट गोटे पत्र जोटा थिला ऊपर से तल को देती एबे देखो ऊपर साइडटा देखो केते सहजरे छाड़ी पत्रटा केते सुंदर भाव में पोड़ी देखूँ एगो आम सेमती एबे कभर करदे सेमती पत्रटा बढ़िया भाव में पोड़ी जाइए पछपटा आ बेसी पड़ा दरकार नहीं आपको मुझे कभर करके पुणी गैस फ्लेम को ऑन करके एबे 2 ରୁ 4 मिनिट पर्यंत हाई फ्लेम रे रखी जमी तावाटा गरम होपर सेम करेटा को मुझे घोड़े देती आपको 15 मिनिट पर्यंत पोड़ी नेबी ये हो गला देखूँ आपको मुझे पूरा ठंडा हाँपाई छाड़देवी ये ठंडा हो सारा तो देखो पूरा ठंडा हो सारापर मुझे देखा प्लेट को पछपटा आग पटटा आपको देखा केमती पोड़ी देखो केते सुंदर भाव में पोड़ी खायापाई बहुत टेस्टी होता थोड़े एमती निश्चिंत ट्राए करेंगे मत कमेंट करके जनइबे केमी लगिला पिठाटी बहुत बढ़िया टेस्टी आउ मो पुओ को आपको पूरा जेली खाइला भाया लगिला कहला मामा पिठा बहुत बढ़िया होती आपड़ थे निश्चिंत ट्राए करूँ मत कमेंट करके निश्चिंत शेयर करेंगे केमी लगिला रोचे आसबे गोटे सुंदर रेसिपी को नहीं से पर्यंत मत विदाय दिंतु नमस्कार जय श्री जगन्नाथ समस्त को हैप्पी रज।